ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲଟିକୁ ସ୍ୱାଗତ। ବନ୍ଧୁଗଣ, ପରମ ଦୟାଳୁ ଭଗବାନ ଶିବଙ୍କୁ ପୂଜା କରିବାର ସବୁଠାରୁ ସର୍ବୋତ୍ତମ ସମୟ ହେଉଛି ଶ୍ରାବଣ ମାସ, ଯାହା ଏଇଥର 11 ଜୁଲାଇରେ ଆରମ୍ଭ ହେଉଛି ଏବଂ ଏହି ଶ୍ରାବଣ ମାସରେ ପଡ଼ୁଥିବା ସୋମବାର ଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଉପବାସ ସବୁ ବୟସ ଏବଂ ବର୍ଗର ଲୋକମାନେ ପାଳନ କରିପାରିବେ, କିନ୍ତୁ ଏହି ଉପାସ ଶୃଙ୍ଖଳା ଏବଂ ଭକ୍ତିର ସହିତ ପାଳନ କରିବା ଉଚିତ। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ଜାଣିବା 16 ସୋମବାର ଉପବାସ ପାଳନ କରିବା ଶାସ୍ତ୍ରୀୟ ପଦ୍ଧତି ଗୁଡ଼ିକ କ'ଣ ଅଟେ। ଏହି ଉପାସ ସବୁ ବୟସ ଏବଂ ବର୍ଗର ଲୋକମାନେ ପାଳନ କରିପାରିବେ। ସ୍କନ୍ଦ ପୁରାଣରେ ଏକ ବର୍ଣ୍ଣନା ଅଛି ଯେ ଶିବ ଗୁରୁ ଶିବ ଦେବ ଶିବ ବନ୍ଧୁ ଶରୀରଣମ୍, ଶିବ ଆତ୍ମା ଶିବ ଜୀବ ଶିବ ଦାନତ୍ର କିଞ୍ଚନ, ଅର୍ଥାତ୍ ଶିବ ହେଉଛନ୍ତି ଗୁରୁ, ଶିବ ଏକମାତ୍ର ଦେବତା, ଶିବ ଜୀବଜନ୍ତୁଙ୍କର ବନ୍ଧୁ, ଶିବ ହେଉଛି ଆତ୍ମା ଏବଂ ଶିବ ହେଉଛି ଜୀବ। ଯଦି ଏହାର ମହିମା ଏତେ ମହାନ, ତେବେ ସୋମବାର ବିଷୟରେ କ'ଣ କହିବା, ଯାହା ଉମାଙ୍କ ସହିତ ମୋ ନାମରେ ନାମିତ ହୋଇଛି। ସୋମବାର ଏହି ଉପବାସ ଭଗବାନ ଶିବଙ୍କୁ ବହୁତ ପ୍ରିୟ। ଭଗବାନ ଶିବ କୁହନ୍ତି ଯେ ଏହି ଦିନ ମୋ ସ୍ୱରୂପ ଏବଂ ତେଣୁ ଏହି ଦିନଟି ମୋର ଏକମାତ୍ର ସ୍ୱରୂପ। ଏହା ତାଙ୍କର ଇଚ୍ଛିତ ଇଚ୍ଛା ପୂରଣ କରେ ଏବଂ ଆମେ ମାତ୍ର କିଛି ଦିନ ମଧ୍ୟରେ ସୋମବାର ଉପାସର ଏପରି ସୁଯୋଗ ପାଉଛୁ। ତେବେ ଆସନ୍ତୁ ଜାଣିବା ଏହି ସୋମବାର ଉପାସର ପଦ୍ଧତି କ'ଣ ଅଟେ। ସୋମବାର ଉପାସ ପାଳନ କରିବା ପାଇଁ ଏହାପରେ ଏକ ସୁନ୍ଦର ସମତଳ ଏବଂ ସଫା ସ୍ଥାନରେ ଏକ ଆସନ ତିଆରି କରନ୍ତୁ। ଏହା ଉପରେ ଏକ ସୁନ୍ଦର କଳସ ରଖନ୍ତୁ। ସେହି କଳସରେ ଆମ୍ବ ପତ୍ର ରଖନ୍ତୁ। ଚନ୍ଦନ, ଗୋଟା ଚାଉଳ ଇତ୍ୟାଦି ସହିତ ଏହାକୁ ପୂଜା କରନ୍ତୁ ଏବଂ ଫୁଲମାଳା ଇତ୍ୟାଦି ସହିତ ସଜାନ୍ତୁ ଏବଂ ଏହା ଉପରେ ଏକ ପାତ୍ର ରଖନ୍ତୁ। ଏହାପରେ ଆପଣଙ୍କ ହାତରେ ଗଙ୍ଗା ଜଳ ନେଇ ଭଗବାନ ଅର୍ଦ୍ଧନାଗେଶ୍ୱର ମହାଦେବଙ୍କ ସମ୍ମୁଖରେ ବସି 16 ସୋମବାର ଉପବାସ ପାଳନ କରନ୍ତୁ, ପ୍ରତିଜ୍ଞା ପାଳନ କରନ୍ତୁ। ଏହାପରେ ଦେବୀ ଉମା ଏବଂ ମହେଶ୍ୱରଙ୍କର ବିଭିନ୍ନ ରୀତିନୀତିରେ ପୂଜା କରନ୍ତୁ। ସେମାନଙ୍କୁ ଜଳ, ବସ୍ତ୍ର, ଧୂପ ଇତ୍ୟାଦି ଅର୍ପଣ କରନ୍ତୁ। ଋତୁକାଳୀନ ଫଳ ଅର୍ପଣ କରନ୍ତୁ ଏବଂ ପୂର୍ଣ୍ଣ 16 ସୋମବାର ଉପବାସ ସହିତ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ପୂଜା କରନ୍ତୁ। ଏହାପରେ ସେମାନଙ୍କର ଆଳତି କରନ୍ତୁ। ଏହାପରେ ସେଠାରେ ବସି 16 ସୋମବାରର ଉପବାସର କାହାଣୀ ଶୁଣନ୍ତୁ କିମ୍ବା ଏହାକୁ ପଢ଼ନ୍ତୁ। ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରଥମ ସୋମବାରରେ ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ଏହି ଉପବାସକୁ ରୀତିନୀତି ଅନୁସାରେ ପାଳନ କରିବି। ହେ ଭଗବାନ ଶିବ ମୋତେ ଆଶୀର୍ବାଦ କରନ୍ତୁ। ତାହାପରେ ସେମାନଙ୍କୁ କ୍ଷୀରି, ପୁରୀ, ଲଡ଼ୁ ଇତ୍ୟାଦି ଯାହା ପ୍ରସ୍ତୁତ କରିବେ ତାହା ଅର୍ପଣ କରନ୍ତୁ ଏବଂ ରାତିରେ ସେହି ପ୍ରସାଦକୁ ସେବନ କରନ୍ତୁ। ଏହି ସୋମବାର ଉପବାସରେ ସାରା ଦିନ ଉପବାସ ରଖିବାକୁ ପଡ଼ିବ। ତେବେ ସାରା ଦିନ ଉପବାସ କରିବା ପରେ ଆପଣ ରାତିରେ ଖାଦ୍ୟ ଖାଇପାରିବେ। ଏହାପରେ ଆପଣ ଭଗବାନଙ୍କର ଧ୍ୟାନ କରି ଶୋଇବା ଉଚିତ। ଦିନରେ ଶୋଇବା ଉଚିତ ହୋଇନଥାଏ। ଶ୍ରାବଣ ମାସର ସୋମବାର ଦିନ ଭଗବାନ ଶିବଙ୍କର ପୂଜା କରନ୍ତୁ ଏବଂ ତେଣୁ ଏହି ଉପବାସ 16 ସୋମବାର ପାଇଁ ସମ୍ପୂର୍ଣ୍ଣ ରୀତିନୀତି ସହିତ ପାଳନ କରିବା ଉଚିତ ଏବଂ ତାପରେ ଏହି ଉପବାସ ଶେଷ ସୋମବାରରେ ସମାପ୍ତ କରାଯିବା ଉଚିତ। କୁହାଯାଏ କି ଶ୍ରାବଣ ମାସ ପୂର୍ବରୁ ଏହି 16 ସୋମବାରର ଉପବାସ ପାଳନ କରିବା ଉଚିତ, କିନ୍ତୁ ଥରେ ଆପଣ ଏହି ସୋମବାରର ଉପାସ
ଆରମ୍ଭ କରିସାରିବା ପରେ ଆପଣଙ୍କୁ ନିରନ୍ତର 16 ସୋମବାର ପାଇଁ କରିବାକୁ ପଡ଼ିବ। ଯେକୌଣସି ସୋମବାର ମଧ୍ୟରେ ବାଧା ଉପୁଜିବ କିମ୍ବା ଆପଣ କୌଣସି ଗୋଟିଏ ସୋମବାର ଉପାସ କରିପାରିବେ ନାହିଁ, ତେବେ ସେତେବେଳେ ଆପଣ ଷୋଡ଼ଶ ସୋମବାରରେ ଏହି ଉପାସକୁ ସମାପ୍ତ କରନ୍ତି। ତାପରେ ଉଦ୍ଯାପନ କରିବା ପାଇଁ ଷୋଡ଼ଶ ସୋମବାରରେ ପ୍ରଥମେ ଆପଣ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ମୂର୍ତ୍ତି କିମ୍ବା ଚିତ୍ର ସ୍ଥାପନ କରି ସେମାନଙ୍କୁ ପୂଜା କରିବା ଉଚିତ। ସେମାନେ ଧଳା ଫୁଲ, ଦୁଦୁରା, ବେଲପତ୍ର, ଭାଙ୍ଗ ଇତ୍ୟାଦି ବ୍ୟବହାର କରି ଷୋଡ଼ଶ ଉପଚାର ସହିତ ତାଙ୍କୁ ପୂଜା କରିବା ଉଚିତ। ଏହାପରେ ସେମାନେ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୋଷାକ, ଅଳଙ୍କାର, ପାନପତ୍ର, ଛତା, ପଙ୍ଖା, ଦର୍ପଣ, ଦୀପ, ଘଣ୍ଟି, ବିଛଣା, ଗଦି ଇତ୍ୟାଦି ଅର୍ପଣ କରିବା ଉଚିତ। ସେଠାରେ ହୋମ କରିବା ଉଚିତ ଏବଂ ସେଠାରେ ପୂଜା କରିବା ପରେ ରାତିରେ ଜାଗ୍ରତ ରହିବା ଉଚିତ। ମନରେ ଭଗବାନ ଶିବଙ୍କୁ ଧ୍ୟାନ କରିବା ସମୟରେ ପଞ୍ଚଗବ୍ୟ ପିଇବା ଉଚିତ ଏବଂ ତାପରେ ସକାଳେ ସ୍ନାନ କରିବା ଉଚିତ। ରୀତିନୀତି ଅନୁସାରେ ଭଗବାନ ଶିବଙ୍କୁ ଧ୍ୟାନ କରିବା ଉଚିତ। ସେମାନେ 2ଟି ପୋଷାକ ଏବଂ ଗୋଟିଏ ଗାଈ ଦାନ କରିବା ଉଚିତ। ଏହିପରି ଭାବରେ ଯିଏ ସୋମବାର ଉପବାସକୁ ସମ୍ପୂର୍ଣ୍ଣ ରୀତିନୀତି ସହିତ ପାଳନ କରେ ସେ ଅନନ୍ତ ପୁଣ୍ୟ ପାଏ। ସେ ଧନ ଏବଂ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତି କରିଥାଏ। ତେବେ ଏହା ଥିଲା ଶ୍ରାବଣ ମାସର ଷୋଡ଼ଶ ସୋମବାର ଉପବାସ ବିଷୟରେ ସମ୍ପୂର୍ଣ୍ଣ ସୂଚନା। ଯଦି ଆପଣମାନେ ଏହି ସୂଚନାରେ ଉପଯୋଗୀ ମନେ କରନ୍ତି, ତେବେ ତଳେ ଥିବା କମେଣ୍ଟ ବକ୍ସରେ ହର ହର ମହାଦେବ ଅବଶ୍ୟ ଲେଖିଦେବେ ଏବଂ ଭିଡ଼ିଓକୁ ଯଥାସମ୍ଭବ ଲୋକମାନଙ୍କ ସହିତ ସେୟାର କରିବେ, ଯାହାଦ୍ୱାରା ସେମାନେ ମଧ୍ୟ ଏହି ପବିତ୍ର ଉପବାସ ବିଷୟରେ ଜାଣିପାରିବେ। ତେବେ ବନ୍ଧୁଗଣ, ରହୁଅଛି। ଧନ୍ୟବାଦ। ଜୟ ଜଗନ୍ନାଥ।